ଥରେ ଯେମିତି ଗୋଟେ ଏକ୍ସାମ୍ପଲ ମହାଭାରତ ଗୋଟେ ଏକ୍ସାମ୍ପଲ କହୁଛି। ଭୀଷ୍ମତେ ଏ ଆଗ ଜନ୍ମେ ମାନେ ଆଗରୁ ସେ ଅଷ୍ଟବସୁ ମଧ୍ୟ ଜାଣିଥିଲେ। ତାଙ୍କ ନାଁ ଥିଲା ଦେବ। ସେ କଣ ଥିଲେ? ଅଷ୍ଟବସୁ। ବସୁ ମାନେ ହଉଛି ଯେମିତି ଆମର ସବୁ ସରକାରଙ୍କ ମନ୍ତ୍ରୀ ମାନେ ଥାନ୍ତି, ଦେବତା ମାନେ ମନ୍ତ୍ରିତ୍ୱ କରନ୍ତି, ଯେଉଁମାନେ ଆଇଏଏସ୍ ଅଫିସର ଅଛନ୍ତି, ସେକ୍ରେଟାରୀ ମାନେ ଅଛନ୍ତି, ଡିଏମ୍ ମାନେ ଅଛନ୍ତି, ବା ଯେଉଁମାନେ କଲେକ୍ଟର ଅଛନ୍ତି, ଏମାନେ ସବୁ ବସୁ ମାନେ ଆଡମିନିଷ୍ଟ୍ରେଟିଭ ଅଫିସର। এই অষ্ট বসু এই দেবলোকটাকে পরিচালনা করে। খুব বড় রয়্যাল স্ট্যাটাস। এই বসু মানে তার স্ত্রী মানুষ নেইকি যাচ্ছেন বুলুଛନ୍ତି ଆକାଶରେ। ସେ ଆସି ବଶିଷ୍ଠ ମୁନିଙ୍କ ଆଶ୍ରମରେ ପହଞ୍ଚିଲେ। ବଶିଷ୍ଠ ମୁନି ନାହାନ୍ତି। ପହଞ୍ଚିଲେ ସେଠି କାମଧେନୁ ପୁତ୍ରୀ ସୁରଭି ଗାଭୀ ଥିଲା। ଏ ସୁରଭି ଗାଭୀ এই ବଶିଷ୍ଠ ମୁନି এই ଅଷ୍ଟବସୁ ମାନଙ୍କ ପାଇଁ খুব সুন্দর আপ্যায়ন কলা, বহুত সুন্দর খাଇବା পিଇବା সব ব্যবস্থা করলা। মানে এগুলো তো দেবগাভী, মানে আমি যাহা বাসনা করিবা সেটা সে ଦେଇପାରନ୍ତି। তারপরে এই বসু ମାନଙ୍କ ভিতରୁ এই দেব ଯିଏ ଥିଲେ, ଦେବଙ୍କ ପତ୍ନୀ ସେ ଗାଭୀଟା ଦେଖିକି খুব ମାନେ ଆକର୍ଷିତ ହେଇଗଲେ। କହିଲେ ଆରେ ଗୋଟେ ଗାଈ একদম କଳ୍ପତରୁ ଭଳିଆ ଯାହା ମାଗିଲେ ତାହା ଦଉଛି, ଅପୂର୍ବ ତ, এই গাড়িটা আমি নিয়ে আসি। সে তার স্বামীকে রিকোয়েস্ট করে, বলে এই গাড়িটা নিয়ে আসে। এটা ইয়া মুনি আশ্রমে কম করবে, তার সব কিছু আছে। এই গাড়ি সে কম করবে মুনি লোক, আমি এটা দরকার, কারণ আমি ভোগ করবে না। সে দেব কহে দেখো না 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 এটা দেবা না, মুনি আশ্রম সে আমি যেতে ট্রিটমেন্ট কলা আমি তাকে নিয়ে পড়ে যাবেন না 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 তাও নিয়ে যাও কহিকি সে অন্য স্ত্রী মান সহ সব পরামর্শ করি তারপরে এই অষ্টবর্ষ সমস্ত মিশিকি সে গাড়িকে নিয়ে পড়ে গেল। বুঝিপারল? পড়ে গেলে তারপরে বশিষ্ঠ আসি পৌঁছলে গাড়ি পড়ে গেল। সে ধ্যান করে বুঝিপারলে কোন কোন ঘটনা হয়েছে। কিন্তু বুঝিপারলে সে তাকে অভিশাপ দেয়, ତମମାନେ ଦେବଲୋକ ରହିବାକୁ ଉପଯୁକ୍ତ ନୁହଁ। ତମର ଏତେ କମଳ ବସା ଗୋଟେ ଗାଈକି ଦେଖି ତମେ ଏତେ ଲୋଭ ହେଇଛି, ଯାହା ମର୍ତ୍ତ୍ୟ ହୁଏ ଜନ୍ମ ହେଇଯାଉ। ବୁଝିପାରିଲେ? ଯଦି ମର୍ତ୍ତ୍ୟ ହୁଏ ଜନ୍ମ ଅଭିଶାପ ଦେଲେ ସେମାନେ ସବୁ ବୁଝିପାରିଲେ ଅଭିଶାପଟା ହେଇଯାଇଛି। ସେ ଆସିକି ବଶିଷ୍ଠ ପାଖରେ ପହଞ୍ଚିଲେ, କାନ୍ଦିବା ଆରମ୍ଭ କରିଦେଲେ, କହିଲେ ଆମର ଅପରାଧ ହେଇଯାଇଛି। ଗାଈ ତ ରିଟର୍ନ ଦେଇଦେଲେ, କିନ୍ତୁ ଆଉ କ୍ଷମାଚାର କେମିତି ଅପରାଧରୁ ବଞ୍ଚା। ବଶିଷ୍ଠ କହିଲେ ମୁଁ କଣ କରିବି, ଅଭିଶାପଟା ହେଇଯାଇଛି ମୁଁ କିଛି କରିପାରିବିନି। ତ ଏଇଟା ହେଇପାରେ যেহেতু দেব সে নিজে প্রচেষ্টা করে তার স্ত্রীকে সন্তুষ্ট করা সে গাড়িটা নিয়েছিল, সেইপাই সে মর্ত্ত্যরে গেলে বহু দিন বঞ্চিব এবং কৌশি দিন তার স্ত্রী সুখ লাভ করে অন্য বর্ষ মানে কম করবে যেহেতু সে ইনএক্টিভ লে মানে সে এতে এই গাই নেওয়া আগ্রহী নথিলে তা সাংগে থাকা যোগ সে জন্ম হবে ঠিক আছে, কিন্তু জন্ম হওয়ার সাংগে সাংগে সে দেহ ত্যাগ করে পড়ে আসে। বুঝিপারে? পরিণতিରେ କଣ ହେଲା ନା ସେମାନେ ଗଙ୍ଗାକୁ ପ୍ରାର୍ଥନା କଲେ ଏବଂ ଗଙ୍ଗାର ଗର୍ଭେ ଜନ୍ମ ହେଲେ। ଜନ୍ମ ହେବା ପରେ ଯେତେବେଳେ ଶାନ୍ତନୁ ଗଙ୍ଗାକୁ ବିବାହ କରନ୍ତି, ଗଙ୍ଗା ତାଙ୍କୁ ଗୋଟେ ସର୍ତ୍ତ ରଖିଥିଲେ। ସର୍ତ୍ତ ରଖିଥିଲେ ତମେ ବିବାହ କରିବା ମୁଁ ରାଜି ଅଛି, ଠିକ ଅଛି, କିନ୍ତୁ ମୁଁ ଯେତେବେଳେ ଯାହା କରିବି ତମେ ଆପତ୍ତି କରିବନି। ସେତେବେଳେ ମହାରାଜ ଶାନ୍ତନୁ ହସ୍ତିନାପୁର ରାଜା ଠିକ ଚିନ୍ତା କରୁଛନ୍ତି ଗୋଟେ ଝିଅଟେ କଣ ମାଗିବେ, ମୋର କଣ ହବ ଅଛି, କଣ ସେ କରିବେ ଏମିତି କି କିଛି ଅସୁବିଧା ନାହିଁ, ଠିକ ଅଛି ଯାହା କରିବୁ ତାହା ଦେଇଦେବି, ଯାହା କରିବୁ ତାହା କରିବି, ମତେ କିଛି ବାଧା ଦେବେ। ଏବଂ ଗଙ୍ଗା ଦେବୀ କଣ କଲେ, ତାଙ୍କର ସନ୍ତାନ ଯେତେବେଳେ ପୁଅଟି ଜନ୍ମ ହଉଛି ତାକୁ ନେଇ ସେ ଗଙ୍ଗାରେ ବୁଡେଇଦେଲେ। ଆଉ ଗୋଟେ ପୁଅ ଜନ୍ମ ହଉଛି ଗଙ୍ଗାରେ ବୁଡେଇଦେଲେ। ଆଉ ସ୍ୱାମୀ ତ କିଛି କହିପାରୁନାହାନ୍ତି, କାରଣ ସର୍ତ୍ତରେ ବନ୍ଧା ହେଇକି ଅଛନ୍ତି। ସର୍ତ୍ତ କଣ ଅଛି, ତାଙ୍କ ଇଚ୍ଛା ସେ ଯାହା ମନ ତାହା କରିବେ, କହିପାରିବେ। ଏବଂ ତା ଦ୍ୱାରା କଣ ପରିଣତି ହେଲା, ପରିଣତି କଣ, 7ଟା ପୁଅ ସେ ବୁଡେଇ ବୁଡେଇକି ମାରିଦେଲେ। ଆଚ୍ଛା ଆମେ ଯଦି ଦେଖିବା ଆମ ଦୃଷ୍ଟିକୋଣରୁ କଣ ଦେଖିବା, ଗଙ୍ଗାଦେବୀ ବଡ଼ ନିଷ୍ଠୁର। ନିଜ ସନ୍ତାନ ଜନ୍ମ କରିବା ପରେ ତାକୁ ମୃତ୍ୟୁମୁଖକୁ ଠେଲିଦେଲେ। କଣ କେମିତି ଲାଗୁଛି, ନିଷ୍ଠୁର ଭଳି ଲାଗୁଛି ନା, ହଁ କି ନାହିଁ? କିନ୍ତୁ ଗଙ୍ଗାଦେବୀ ନିଷ୍ଠୁର କାହିଁକି? ସିଏ ତାଙ୍କୁ ଉଦ୍ଧାର କରିଦେଲେ ନା କଣ, ସିଏ ତାଙ୍କ ଉଦ୍ଧାର ପାଇଁ ସହାୟତା କଲେ। ଗଙ୍ଗାଦେବୀ ସେ ପିଲାମାନଙ୍କୁ ମାରି ଦେଇନାହାନ୍ତି, କଣ ତାକୁ ଜୀବନ ଦେଇଛନ୍ତି ନା କଣ? କିନ୍ତୁ ଆମେ କଣ ଭାବୁଛେ, ତାଙ୍କୁ ମାରିଦେଲେ। ତାମାନେ ଆମେ ତା ପୁରୁଣା ସିନରେ ଦେଖିଲେ। ଏବଂ ଯେତେବେଳେ ଭୀଷ୍ମ ସେ ବଞ୍ଚେଇଲେ, ଦେବବ୍ରତଙ୍କୁ ବଞ୍ଚେଇଲେ, ବଞ୍ଚା ମାନେ ଦେବବ୍ରତ ଗୋଟେ ଅଭିଶାପ ଆରମ୍ଭ ହେଇଗଲା। ସେ ବଞ୍ଚେଇ ଦେଲେ ଖାଲି ନୁହଁ, ଯଦିଓ ସେ ପରବର୍ତ୍ତୀ ପର୍ଯ୍ୟାୟରେ ଦେବଗୁରୁ ବୃହସ୍ପତିଙ୍କ ଶିକ୍ଷା ଲାଭ କଲେ ବା ଭିନ୍ନ ଭିନ୍ନ ଦେବତାଙ୍କ ସାନ୍ନିଧ୍ୟ ଲାଭ କଲେ, ଅସ୍ତ୍ର ଶିକ୍ଷା ମନ୍ତ୍ର ଶିକ୍ଷା ସବୁ କିଛି କରିବା ପରେ ବିରାଟ ଯୋଦ୍ଧାରେ ପରିଣତ ହେଲେ।
कि हेले कौन हम सारा जीवन भोगिया पारे कष्ट ना कौन ताने आम जो भावचे गंगा देवी ये पुओ मान प्रति अन्याय कले से प्रति न्याय ही कर भावचे न्याय कले प्रति अन्याय कर कहीं आमको बैकड्रॉप सीनरी पछपटे कौन अच्छे देखिए ये सीन पछपटे कौन जमी क्रिकेट जो देखते टेस्ट क्रिकेट आप सेकेंड डे टीवी खोलिए 5 दिन खेल हो सेकेंड डे आप टीवी खोल देखिए अरे ऑस्ट्रेलिया 312 रन आरंभ हो इंडिया 0 कहीं न्यूजीलैंड 0 आरंभ हो सी गोटे खेली जाती इंडिया खेल सुजोग पाए एक कह सी गोटे दिन खेली तो किसी संचित अच्छे ठीक से भाया आम मान जीवन में समस्त जीवन में जो कौन प्रचेषा करूँ कौन कर्म करूँ कर्म जहाँ करूँ फलटा से भाया हुए कॉज इज इक्वल टू इफेक्ट रॉन्ग जहाँ आम काम करूँ काम जहाँ करूँ से अनुसार फल मिले से कथा तो कौन हुए बेले कौन हुए गोटे पिला खूब भल पढ़े परीक्षा को खराब कर दे क्वेश्चन होते एमती क्वेश्चन आसे भल प्रिपेयर है आ गोटे पिला अल्प प्रिपेयर है क्वेश्चन गुड़ा से पढ़े क्वेश्चन परीक्षा कौन अच्छे भल नंबर रखी कारण ये कज इफेक्ट काम करूँ कि बुझे बेले बेले देखू जे आम बिना कारण आम अपदस्थ हो अपमानित हो लांछना पाऊ गोटे विपद आसी पहुंच जाए हो कि नहीं हम जीवन में समस्त जीवन में हुए ना आम बाबू अरे मुझे किसी दोष करूँ मत कहीं कहले कहीं कहले कहीं पूर्वजन्म आम एमती किसी कर्म करे जार परिणत बर्तमान भोग करा पड़े गोटे बेदर गोटे स्टोरी कह ब्राह्मण तपस्या कर गोटे आश्रम बुझे तो तपस्या करूँ हठात कर गोटे गाईटे आश्रम पशिगला गाईटे कहीं पशिगला ना गाईटे जो हत्याकारी जी गाई मैंने हत्या करे से हत्या पचे दौड़ गाड़ी पशिगला से ब्राह्मण से पचार मो गाई पड़गला मो गाई पड़गला ब्राह्मण भाव कौन कह सत कह ना मिछ कह सत कहले गाई मर मिछ कहले पाप हम सी बुझीपार कौन कहे से कहले हाथ देखे गाईटे इे आश्रम पशि आसला गाईटे नहीं आगे काटी से ब्राह्मण का आगे बुझे परवर्ती जन्म से ब्राह्मण जन बड़ साधु रूपे जन्म ने साधु जन्म पर दिन से तीर्थ भ्रमण करने आसिक गोटे गाँव में जन घर पहुँचले से तो आजकल भाई होटेल फुट ना जो साधु मैंने आसले गाँव में आश्रय नि जन घरे कहले माँ मुझे गोटे रात रही कल सकाल पुणी पड़े लोकटी थे सी कहले हाँ भल भल साधु बाबा आसती मन खुशी साधु बाबा पाई रात साधु बाबा शोती विश्राम कर हठात से स्त्री लोकटा माने मध्यरात्रि आसी पहुंची कहूँ देख मु तुम रूप बहुत आकृष्ट होती बर्तमान मु मोर काम बासन चरितार्थ कर किए कहूँ सी घर स्त्री लोक सी साधु बाबा चिन्ह ना घर जस्ट आश्रय नौ आस गोटे राति आ साधु बाबा कहते अरे कौन तो कहते मोटे तीर्थयात्रा आसी मुझे ना 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 मत किसी कहनी तुम स्त्री तुम स्वामी अच्छा पाख घर स्वामी अच्छे तुम्हें तुम स्वामी अच्छा से कौन कह स्त्री लोक अच्छी स्वामी अच्छा अपेक्षा सी जो चाकू नहीं स्वामी को हत्या कर बुझे तो हत्या कर पुणी पाक आस बर्तमान मो स्वामी ना दिया बर्तमान संगला तापर साधु बाबा फटफट महामुपद पड़े कौटी आसी बाबा कौ दुर्भाग्य फल यहाँ है सागे सागे सी राजी है ये स्त्री लोटा जोर चित्कार कर आरम्भ करदेला गाँव लोग सब ठीक पड़े आस रात कौन है देख मो स्वामी की मारला ये मारे पर मत बर्तमान बलात्कार कर बुझे तो इन कथा कही सी तो कौन कर कौन हम सब गाँ सभा बसला मीटिंग है सब आलोचना है कौन हम कहले जो हाथ तू चाकू मारी से हाथ तो काटी हाथ काटी बुझे कार साधु हाथ काटिदेवा बर्तमान शास्त्र व्याख्या दिया देख कर्म रहस्य केमी
এই সাধু বাবা দু হাতরে দেখেইଥିଲେ গাଈକି ମାରିବା ପାଇଁ ନା ଗାଈଟା ପୁଣି ଦେଖେଇଥିଲେ ସେ ହାତଟା କଟିଗଲା। ତା ପାପର ଫଳେ କାହିଁ ପାପ ହେଲା? ପାପଟା କଣ ହେଲା ନା ଗୋବଧ। ସେ ଗୋବଧରେ କାରଣ ବନି ବୁଝିପାରିଲ। କିନ୍ତୁ ଯେହେତୁ ସତ୍ୟବଚନ କରିଛନ୍ତି, ସତ୍ୟ କଥା କହିଛନ୍ତି, ତାପରେ ଭଲ ଶୁଦ୍ଧ ବ୍ରାହ୍ମଣ ରୂପେ ଜନ୍ମ ହେଲା ଏବଂ ସ୍ତ୍ରୀ ପ୍ରଲୋଭନ ପଡ଼ିଲେ ଏବଂ ଭଗବତ ଭକ୍ତି କରିପାରିଲେ। କଥା ବୁଝିପାରିଲେ? କାରଣ ଭଲ କାମଟା କଣ କରିଥିଲେ? ସତ୍ୟ ବଚନ କରିଥିଲେ, ସତ୍ୟ କଥା କହିଥିଲେ। ତାର ପରିଣତି କଣ ହେଲା? ବ୍ରାହ୍ମଣୀ ଭଲ ଜନ୍ମ ହେଲେ, ଭଲ ଜାଗା ଜନ୍ମ ହେଲେ, ଭଲ ଚିନ୍ତାଧାରା ରହିଲା। ପୁଣି ଯେହେତୁ ଗୋବଧର କାରଣ ହେଲେ ସେ ତାଙ୍କ ହାତଟା କଟିଗଲା। ବୁଝିପାରିଲେ? ଆଉ ଯିଏ ସେ ଗାଈ ଥିଲା, ସେ ଗାଈଟା ବର୍ତ୍ତମାନ ତା ସ୍ତ୍ରୀ ହେଇଛି। ଆଉ ଯିଏ ତାକୁ ବାଘ ଥିଲା, ଯିଏ ଶିକାର କରି ତାକୁ ଗାଈଟା କାଟୁଥିଲା, ସିଏ ବର୍ତ୍ତମାନ ତା ସ୍ୱାମୀ ହେଇଛି। ବୁଝିପାରିଲେ? ତା ସ୍ୱାମୀ କିଏ ହେଇଛି? ଶିକାରୀ। ଶିକାରୀ ମାନେ ହତ୍ୟାକାରୀ, ଗାଈ ହତ୍ୟାକାରୀ, ସିଏ ହେଲା ତା ସ୍ୱାମୀ। ସେ ସ୍ୱାମୀ ଯେହେତୁ ଗାଈଟାକୁ ମାରିଥିଲା, ବର୍ତ୍ତମାନ ଏଇ ଜନ୍ମ ଇ ତାକୁ ମାରୁଛି। ବୁଝିପାରିଲେ? এটা হচ্ছে কর্মর গহন গতি, মানে কর্মর যে ইন্টিগ্রেটেড ফরম্যাট, খুব সূক্ষ্ম বিচার। সেই সূক্ষ্ম বিচারটা ভগবান এইভাবে বর্ণনা করছেন। দেখো এই কর্মটাকে তুমি পুণ্য কর্ম করো বা পাপ কর্ম করো, কর্ম করো বা বিকর্ম করো, কিছু অসুবিধা নাই। কিন্তু যাহা কলে বি পরিণতিটা কোন হব? কোন হব? এই জগতের পুনর্বি জন্মম পুনর্বি মরণম পুনর্বি জননী জঠরে শয়নম। এই জগতের আমি জন্ম বার 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 জন্ম না করি। বুঝিপারে? সেপাই ଆଉ ଗୋଟେ କଥା ଭଗବାନ କହିଲେ, କହିଲେ ଅର୍ଜୁନ ତମେ କର୍ମ ବି କରନି, ବିକର୍ମ ବି କରନି, ପାପ କରନି, ପୁଣ୍ୟ ବି କରନି। ଶୁଣୁଛନ୍ତି? କଣ ଶୁଣୁଛନ୍ତି? ପାପ କରନି, ପୁଣ୍ୟ ବି କରନି। ଚିନ୍ତା କରନ୍ତୁ କଣ କରିବେ? ଅର୍ଜୁନ କିଛି ପାପ ନାହିଁ, ପୁଣ୍ୟ ନାହିଁ, କରିବ କଣ? ମୁଁ ତ ସନ୍ନ୍ୟାସୀ ନେଇଯିବି ନା? ନା, ସନ୍ନ୍ୟାସୀ ନେଲେ ହବନି, ନିଷ୍କର୍ମ ହେଇଯିବ। ତମେ କରିବ ବୋଲି କିଛି ଭାବୁଛ, କିନ୍ତୁ ତମେ ଯୋଉଠି ରହ ନା କାହିଁକି ପ୍ରତି ମୁହୂର୍ତ୍ତେ କିଛି ନା କିଛି କର୍ମ ତମ ଦ୍ୱାରା ସମ୍ପାଦିତ ହେବାକୁ ବାଧ୍ୟ। ତମେ ନିଶ୍ୱାସ ପ୍ରଶ୍ୱାସ ନେଲେ ବି ତାର ଗୋଟେ କର୍ମିକ ରିଆକ୍ସନ ଅଛି। ସେଇଥିପାଇଁ এই কর্মিক রিয়াকশন কেমতি বঞ্চিব না? ଆଉ ଗୋଟେ ନୂଆ ତଥ୍ୟ ଦେଲେ সেটা হচ্ছে অকর্ম। କଣ ଦେଲେ? ଅକର୍ମ। ଆମେ କହୁଛେ ଏ ଗୋଟେ ଅକର୍ମାରେ, ଅକର୍ମ ମାନେ କୋଉ କାମକୁ ନୁହଁ ନା କଣ? କିନ୍ତୁ ଭଗବାନ ଏଠି ସେ କଥା କହୁନାହାନ୍ତି। ଭଗବାନ କହୁଛନ୍ତି ଅକର୍ମ ମାନେ ହଉଛି ଯୋଉ କର୍ମଟା ভগবত উদ্দেশ্যে করা হয়। কଣ ହେଲା? ଯୋଉ କର୍ମଟା ভগবত উদ্দেশ্যে করা হয়। ଯେମିତି ଧରନ୍ତୁ জীবর স্বরূপ হুয়ে নিত্য কৃষ্ণ দাস। জীবর স্বরূপ কଣ? ভগবান সেবা କରିବା ଦାସ ନା କଣ? ଭଗବାନ ଦାସ କାମ ହଉଛି ଭଗବାନ ସେବା କରିବା। ଯେମିତି ଦି ପ୍ରକାର ଧର୍ମ ଅଛି, କିଛି ନିତ୍ୟ ଧର୍ମ ଅଛି, କିଛି ନୈମିତିକ ଧର୍ମ ଅଛି। ନିତ୍ୟ ଧର୍ମ ମାନେ ହଉଛି ଜୈବ ଧର୍ମ ବା ଜୀବନ ଯେ ସ୍ୱରୂପଗତ ଧର୍ମ। ଯେମିତି ଧରନ୍ତୁ ବରଫ ଅଛି, ବରଫ ସ୍ୱରୂପଗତ ଧର୍ମ ହଉଛି ସେ ଥଣ୍ଡା କରେ ନା କଣ? ପାଣି ଅଛି, ପାଣି ସ୍ୱରୂପଗତ ଧର୍ମ ସେ ତରଳତା ରହିବ, ତଳୁ ଗଳିଯିବ ନା କଣ? ଯେତେବେଳେ ପାଣିଟା ବରଫ ହେଇଯାଏ ତା ସ୍ୱରୂପଟା ଅନ୍ୟ ହେଇଯାଏ। ବୁଝିପାରିଲେ? ସେତେବେଳେ ପୁଣି ଯଦି ତାକୁ ସ୍ୱରୂପ ପାଇବାକୁ ପ୍ରାପ୍ତ କରିବାକୁ ହୁଏ, ତାକୁ ଗରମ କରିବାକୁ ହୁଏ। ଗରମ କଲେ ବରଫଟା ଗରମ, ପୁଣି ତରଳତା ଆସିବ ଏବଂ ତରଳତାର ଗୁଣ ସେ ଅବଲମ୍ବନ କରିପାରିବ। ଠିକ ସେଇଭଳିଆ ଆମମାନେ এই জগৎକୁ ଆମେ আসছে ପୂର୍ବ ଜନ୍ମ ଭିନ୍ନ ଭିନ୍ନ କର୍ମ ଦ୍ୱାରା আকৃষ্ট হওয়ার ফলে ଆମେ জগৎକୁ আসছে। ଆସିବା ପରେ ପାପ ପୁଣ୍ୟ କର୍ମ ଦୁଇଟା ପାଇଁ ଫଳ ଭୋଗ କରୁছে। ବେଳେ ଆପଣ ଦେଖିବେ ବହୁତ ଭଲ ଜିନିଷ ଆପଣ ଜୀବନରେ ଆସୁଛି, ଆପଣ ଜାଣିନାହାନ୍ତି, ଆଶା କରିବେ ହଠାৎ ଭଲ କିଛି ହେଇଗଲା। ପୁଣି ଦେଖୁଛନ୍ତି ବହୁତ ଖରାପ ଜିନିଷ ହଠାৎ ଆସିଯାଉଛି, ଖରାପ ଜିନିଷ ହେଇଯାଉଛି। ଯଦି ଭଲ ଜିନିଷଟା ଆସୁଛି ତ ଆମେ ବୁଝିବାକୁ ପଡିବ, ମୋ ବ୍ୟାଙ୍କରେ 10 ଲକ୍ଷ ଟଙ୍କା ଥିଲା, ମୁଁ ତାକୁ ଖର୍ଚ୍ଚ କରୁଛି, ଭଲ ଆସୁଛି ନା ପୁଣ୍ୟ ଫଳ ଭୋଗ କରୁଛି। ଆପଣ କିନ୍ତୁ ଭାବିବା ଉଚିତ ନୁହଁ, ମୁଁ 10 ଲକ୍ଷ ଟଙ୍କା ଜମା କରିଥିଲି, 2000 ଟଙ୍କା ନୋଟ ମତେ କାହିଁ ସେ 5 ଟଙ୍କା ନୋଟ 200 ଟଙ୍କା ନୋଟ ଦଉଛନ୍ତି। ହେଇପାରେ ଆପଣ 2000 ଟଙ୍କା ନୋଟ ଜମା କରିଛନ୍ତି, କିନ୍ତୁ ପାଇଲା ବେଳକୁ ଭଗବାନ ତାଙ୍କ ଇଚ୍ଛା ଅନୁସାରେ ଆପଣଙ୍କୁ ଦେବେ, ଆପଣ ଇଚ୍ଛା ଅନୁସାରେ ନେଇପାରିବେ। ବ୍ୟାଙ୍କରେ ଆଭେଲେବିଲିଟି ଯାହା ଅଛି, ଯଦି 200 ଟଙ୍କା ନୋଟ ଦେଇପାରେ, 100 ଟଙ୍କା ନୋଟ ଦେଇପାରେ, 50 ଟଙ୍କା ନୋଟ ଦେଇପାରେ ନା କଣ? ଆପଣ କହିବେନି ମୁଁ ଏଇ ଟଙ୍କା ଜମା କରିଥିଲି ସେଇ ଟଙ୍କାଟା ଦିଅ, ହୁଏକି ସେମିତି? ହୁଏନି। ଏବଂ ଆପଣ 10 ଲକ୍ଷ ଟଙ୍କା ଏକାବେଳେ ଜମା କରିଛନ୍ତି, ଏକାବେଳେ ପାଇବେ ବୋଲି କିଛି କଥା ନାହିଁ। ଆପଣ ତ 10,000, 5,000, 3,000, 50,000 ଲକ୍ଷେ ଟଙ୍କା କରି ଅଲଗା ଅଲଗା ସମୟରେ ଅଲଗା ଅଲଗା ପାଇପାରିବେ। ଠିକ ସେଇଭଳିଆ
ଆମେ ମାନେ ଯାହା କିଛି ପୁଣ୍ୟ ଜମା କରୁ ସଞ୍ଚୟ କରୁ ସେ ପୁଣ୍ୟର ଫଳ ଭିନ୍ନ ଭିନ୍ନ ଅବସ୍ଥାରେ ଭିନ୍ନ ଭିନ୍ନ ସମୟ ଆମେ ଭୋଗ କରୁ। ପାପଟା ବି ଠିକ୍ ସେଇଭଳିଆ। ଆପଣ ଯଦି 3 ଲକ୍ଷ ଟଙ୍କା ଲୋନ୍ କରିଛନ୍ତି କୋଉଠୁ ପାପ ଭଳିଆ ଲୋନ୍ କରିଛନ୍ତି ଦେବାକୁ ପଡ଼ିବ। ଦେଲାବେଳେ ହয়তো ଦେଖାଯାଉଛି ଆମେ କୋଉ ମାସ 3,000 ଟଙ୍କା ଦେଇଛନ୍ତି, କୋଉ ମାସ 10,000 ଦେଇଛନ୍ତି, କୋଉ ମାସ 6,000 ଦେଇଛନ୍ତି ନା କଣ ଲୋନ୍ କରିଛନ୍ତି କାବେଳେ କିନ୍ତୁ ଦେଲା ବେଳକୁ ଆପଣ ସୁବିଧା ମତ ଦଉଛନ୍ତି। ଲୋନ୍ ହଉଛି ଆପଣଙ୍କୁ ଦେଇଥିଲା 100 ଟଙ୍କା ନୋଟ୍ ଦେଲା ବେଳକୁ ଆପଣ 500 ଟଙ୍କା ନେଉଛନ୍ତି, 1000 ଟଙ୍କା ନୋଟ୍ ଦଉଛନ୍ତି, 2000 ଟଙ୍କା ନୋଟ୍ ଦଉଛନ୍ତି ନା କଣ। এটা କେମିତି ତାମାନେ ଏଇ ଦବା ନବାଟା ଆପଣଙ୍କ ହାତରେ ନାହିଁ, এটা ଭଗବାନ ନିର୍ଦ୍ଧାରଣ କରନ୍ତି। ଧରନ୍ତୁ ଗୋଟେ ଏକ୍ସାମ୍ପଲ କହୁଛି, ଆପଣ ଗୋଟେ ହଠାତ୍ ଦେଖିଲେ କୌଣସି ବ୍ୟକ୍ତି ଦ୍ୱାରା ଆପଣ ଖୁବ ଅପମାନିତ ଲାଞ୍ଚ କରି କୌଣସି ଖୁବ ବିପଦଗ୍ରସ୍ତ ହେଲେ ସେ ଜାଣିଶୁଣି କରେਗਾ ବୁଝିପାରିଲେ। ଆପଣ ମାନେ କଣ ହବ ରାଗ ହବ ନା କଣ ରାଗ ହବନି କଣ ତାପରେ ରାଗ ହବ କି ନାହିଁ ଏମିତି କଲା କାହାକୁ ମୋର ଏମିତି ହେଲା ମୋର ଏତେ ବଡ଼ କ୍ଷତି କରିଦେଲା କହୁଛି ନାହିଁ। କିନ୍ତୁ ଦେଖନ୍ତୁ ବିଚାର କରନ୍ତୁ ଭଗବାନ ବିଷ୍ଣୁ ଦେବତା କହୁଛନ୍ତି କର୍ମେଣ ଗହନ ଗତି ଏଠି କିନ୍ତୁ ସିଏ ଆପଣଙ୍କର ଉପକାର କଲା। କେମିତି ଉପକାର କଲା କାହିଁକିନା ଆପଣଙ୍କ ଯୋଉ କର୍ମ ଫଳ ଆପଣ ଯୋଉ ପାପ କର୍ମ ସେ ପାପ କର୍ମକୁ ବିନାଶ କରିବା ପାଇଁ ସହାୟତା କଲେ ବୁଝିପାରିଲେ। ଧରନ୍ତୁ ଆପଣ 4 ଲକ୍ଷ ଟଙ୍କା ଲୋନ୍ କରିଛନ୍ତି ସେ 4 ଲକ୍ଷ ଟଙ୍କା ଲୋନ୍ ରୁ ସେ ଲକ୍ଷ ଟଙ୍କା ପେମେଣ୍ଟ କରିଦେଲା ସେ ଉପକାର କଲା ନା ଅପକାର କଲା ଉପକାର କଲା। ଠିକ ସେଇଭଳିଆ ଯେତେବେଳେ କୌଣସି ବିପଦ ଆସେ ଆମ ଜୀବନରେ କୌଣସି ଦୁଃସମ୍ବାଦ ଆସେ বা କୌଣସି ବ୍ୟକ୍ତି ଦ୍ୱାରା କୌଣସି ସଂସ୍ଥା ଦ୍ୱାରା বা କାହା ଦ୍ୱାରା ଆମେ ଅପମାନ ବା କିଛି ଖରାପ ସମୟ ଆସେ ତାମାନେ ସେଇ ବ୍ୟକ୍ତି ଆମ ନିଜର ଜମିତ ମାନେ ସଞ୍ଚୟିତ ପାପକୁ ବିନାଶ କରୁଛି ବୁଝିପାରିଲେ। ଆମେ ଖରାପ ଫଳ ଭୋଗ କରୁଛୁ ମାନେ କଣ ତାମାନେ ପୂର୍ବ ଦିନ ପାପଟା ଥିଲା ସେ ପାପଟା କଟିଗଲା କି ନାହିଁ ସେ କଟି କିଏ ସାହାଯ୍ୟ କଲା କିଏ ସାହାଯ୍ୟ କଲା যে ব্যক্তি ଆମକୁ ଅପମାନ କଲା କଣ ବୁଝିପାରୁଛନ୍ତି ତାମାନେ ସେ ଆମକୁ ହେଲ୍ପ କଲା ନା ଆମକୁ ଖରାପ କଲା ଭଲ କଲା ନା ଖରାପ କଲା ଭଲ କଲା ସେ ଆମକୁ ଭଲ କଲା ଯଦି ଭଲ କଲା ଆମେ ତାପରେ ରାଗୁଛୁ କାହିଁକି ଆମେ ରାଗି ଯାଉଛୁ ମାନେ ହଉଛି ଆମେ ରାଗି ଯିବାର କାରଣ ହଉଛି କଣ ଜାଣିଛନ୍ତି ଆମେ ଗୋଟେ ବୁଝିପାରୁ କର୍ମ ରହସ୍ୟ ବୁଝିପାରୁ ବେଳେ ଆମେ ଦେଖୁଛେ ଗୋଟେ ଲୋକ ଯେମିତି ମା ପିଲାକୁ ସ୍କୁଲକୁ ପଠାଏ ପିଲା ସ୍କୁଲକୁ ଯିବାକୁ ଚାହେଁନି ମା ତାକୁ ମାରିବ ଗଡ଼େଇବ କହି ତାକୁ ବ୍ୟବସ୍ଥା ପଠେଇବ ଚକଲେଟ ଖୁଆଇବ ମିଠା ଖୁଆଇବ କହି ପଠେଇବ ପଠାଏ କି ନାହିଁ କାହିଁକି ସେ ଜାଣିଛି ଯେ ପିଲା ସ୍କୁଲରେ ପଢିବାକୁ ପଡିବ ପଢିଲେ ତାର ମଙ୍ଗଳ ହବ। ମୁଁ ଗୋଟେ ଏକ୍ସାମ୍ପଲ କହୁଛି ଗୋଟେ ଛୋଟ ପିଲା ଗୋଟେ ଚାକୁ ଧରି ଖେଳୁଛି ଆଉ ବୁଝୁନି ଚାକୁରେ ତାକୁ କଣ କରି ତାକୁ ଛାଡ଼ି ପାରୁନି ଧରିବାକୁ ଗଲେ ପୁଣି ଆପଣ ହାତେ କଟିଯିବ କଣ କରିବେ ଗୋଟେ ଚକଲେଟ ଦେବେ ସେ ଚକଲେଟ ନେଇକି ଚାକୁରେ ଛାଡ଼ିଦେବେ ତାପରେ ଚାକୁଟା ବାହାର କରିଦେବେ କହିଲି କହୁଛି ନାହିଁ। ବେଳେବେଳେ କଣ ହୁଏ ଗୋଟେ ଛୋଟ ପିଲା ଜଣେ କ୍ଷୀର ପିଅନ୍ତି ବୋତଲରେ ସେ କ୍ଷୀର ବୋତଲ ଛାଡ଼ିବାକୁ ଚାହେଁନି ସେ ମା କଣ କରିବ କିନ୍ତୁ କଣ ଛାଡୁନି ସେ ଛାଡ଼ିବନି କାରଣ ପିଲାଟା କ୍ଷୀର ପିଇବା ବୋତଲରେ ସୁବିଧା ଅଛି ଗ୍ଲାସ ପିଇବାକୁ ଚାହିଁବନି ମା କଣ କଲା ଗୋଟେ ପ୍ଲାଷ୍ଟିକ କକରୋଚ ତା ଭିତରେ ପକେଇଦେଲା କକରୋଚ ଡରିଯିବ ସେ ପିଲାଟା ନା କଣ ଡରିଯିବା ପରେ ସେ ଆଉ ବୋତଲ ଦେଖିଲେ ସେ ଡରିବ ନା ବୋତଲ ଆଉ ପିଇବି ହଉଛି ନାହିଁ ହଉଛି ନା ସେତେବେଳେ ଆମେ ଭାବୁଛେ ଇସା ମାଟା କେତେ ପିଲା ଲୋକ ପିଲାଟା ଗୋଟେ ଏମିତି ଭାବେ ଡରିଲା ଡରେନି ସେ ହାୟର ଟେଷ୍ଟ ମାନେ ଭଲ କରି ଖାଇବା ଶିଖୁଅଛି ଠିକ ସେଇଭଳିଆ ଆମମାନଙ୍କ ଜୀବନରେ ଯେତେବେଳେ ଯେକୌଣସି ବିପଦ ଆସେ ବା କୌଣସି ଅନପେକ୍ଷିତ ପରିସ୍ଥିତି ହୁଏ ଯୋଉ ପରିସ୍ଥିତି ଆମେ ଆଶା କରୁନେ ହଠାତ୍ କଣ ଅସୁବିଧା ହେଇଗଲା ସେତେବେଳେ ଆମେ ବୁଝିବାକୁ ପଡିବ ଯେ ଏটাର କାରଣ ହଉଛି କିଏ ଆମର ପାପ କର୍ମର କ୍ଷୟ ହଉଛି ପୂର୍ବଦିନ ନିଶ୍ଚିତ କୌଣସି ପାପ କରିଛି ବୋଲି ଆମେ ଫଳ ଭୋଗିବାକୁ ପଡୁଛି এই ପାପ କ୍ଷୟ କରିବା ପାଇଁ ଯିଏ ସହାୟତା କରୁଛି ସିଏ ଆମର ମିତ୍ର ସିଏ ଆମର କଣ ମିତ୍ର। ହଁ ବର୍ତ୍ତମାନ ପ୍ରଶ୍ନ ଆସୁଛି ଆମେ କଣ କରୁ ସାଧାରଣ ଭାବେ ଜଣେ କୌଣସି କିଛି ଖରାପ ବ୍ୟବହାର କଲା ଆମ ସାଙ୍ଗରେ ଆମେ ତାଙ୍କୁ ଖରାପ ବ୍ୟବହାର କରିଦଉ ନା କଣ ଯେତେବେଳେ ଆମେ ଖରାପ ବ୍ୟବହାର ତାକୁ କରୁଛେ କଣ ହଉଛି ନା ପୁଣି ଆମେ ଆଉ ଗୋଟେ ପାପ ଆଡ କଲା ଯାହା ଥିଲା କଟି ଯାଇଥିଲା ବର୍ତ୍ତମାନ ପୁଣି ସେଠି ସଞ୍ଚୟ କରିଥିଲେ ଆଡ କଲା ମାନେ ପୁଣି ଥରେ ଭୋଗିବାକୁ ପଡିବ କାଲି ନା ପରଦିନ ଆଉ 2 ଜନ୍ମ ପରେ ପରଜନ୍ମ ପରେ
ସେଥିପାଇଁ এই পাপ কর্ম চারিটা ভাগ আছে। কিছু কর্ম আছে এটা সাথে সাথে ভাগ ফল পাও, কিছু কর্ম আছে পরজন্মে পাও, যে প্রারব্ধ কহନ୍ତି প্রারব্ধ কর্ম। প্রারব্ধ মানে কোন? গত জন্ম কর্ম করছে ଏବେ ফল ভোগুছে, গত জন্ম কর্ম করছে ফলটা ଏବେ ভোগুছে। ଆଉ କିଛି କିଛି ଅଛି গত জন্ম কর্ম নୁହଁ, ଆହୁରି ପୁରୁଣା 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 କର୍ମ, ସେଟା ପାପ ବୀଜ, যেটাକୁ ବର୍ତ୍ତମାନ ଅଙ୍କୁରୋଦ୍ଗମ ହଉଛି। ଆମେ 3 ଜନ୍ମ 4 ଜନ୍ମ 5 ଜନ୍ମ ଆଗରୁ ପାପ କରିଥିଲେ ଅଙ୍କୁରୋଦ୍ଗମ ହଉଛି। ଆଉ କିଛି ପାପ ଅଛି ଯୋଉଟା এই জন্মে ভোগিবার নাই, কেবে ভোগিবার ঠিক নাই, সেটা হচ্ছে কূট পাপ। পাপর 4টা ভাগ আছে। কূট, কূট মানে আমি ভোগিବାକୁ পড়িବ, ଏବେ ନୁହଁ, এই জন্মে ବି ନୁହଁ, ଆଗାମୀ ଜନ୍ମে ନୁହଁ, ତାପରେ হয়তো কেবে ভোগিବାକୁ। ଯେମିତି ଗୋଟେ ଆମ୍ବ ଗଛ ଲଗେଇଲେ ଆମେ ଜାଣିଛେ ଏଇ ବର୍ଷ ଭିତରେ ଫଳ ହବନି, 2 ବର୍ଷ ଭିତରେ ହବନି, 3 ବର୍ଷ ହବନି, 4 ବର୍ଷ ଭିତରେ ଫଳ ହବ ନା କଣ? କିନ୍ତୁ ଫଳ ଦିନ ହବ, ଫଳ ହବନି ନୁହଁ କିନ୍ତୁ ହବ। ନଡ଼ିଆ ଗଛ ଲଗେଇଛେ ଆମେ ଜାଣିଛେ 10 ବର୍ଷ ଭିତରେ ଫଳ ହବନି, 10 ବର୍ଷ ପରେ ଯେ ଫଳ ହବ সেটা ଆମେ ସିଓର, ଗଛ ଲଗାଇଲେ ଫଳ ହବ। ঠিক ସେଇଭଳିଆ এই জগତରେ ଆମେ ଯାହା କିଛି କର୍ମ କରୁଛେ, ଛୋଟ କାମ ନୁହେଁ, ଛୋଟ କାମ ହଉ ବଡ଼ କାମ ହଉ, ଆମେ ମାନେ ଭାବୁଛେ ତା ପ୍ରତି ହିଂସା କରୁଛେ, ମାନେ ତା ମାନେ କଣ? ଆମ ଭିତରେ ପାପଟା ସଞ୍ଚିତ ହେଲା, ତାକୁ ଯଦି ଭଲ ପାଉଛେ ପୁଣ୍ୟଟା ସଞ୍ଚିତ ହେଲା, ବୁଝିପାରିଲ? ସେଥିପାଇଁ ପାପ ପୁଣ୍ୟ খুব ସୂକ୍ଷ୍ମ ଭାବେ ଆମ ଭିତରେ ଜଡ଼ିତ ହେଇକି ଅଛି। ଏବଂ କର୍ମରେ ଗହନଗତି ଧୃତରାଷ୍ଟ୍ର ପଚାରୁଛନ୍ତି କୃଷ୍ଣଙ୍କୁ, ଦେଖ ମୋର 100 ପୁଅ ମରିଗଲେ ମୁଁ ବଞ୍ଚିଥାଉ, ଏଟା ବହୁତ କଷ୍ଟର କଥା, କାହିଁକି ଏମିତି ହେଲା? କୃଷ୍ଣ କହିଲେ ଦେଖ 50 ଜନ୍ମ ଆଗରୁ ତମେ ଜଣେ ବ୍ୟାଧ ଥିଲ, ଶିକାରୀ ଥିଲ, ସେତେବେଳେ ଶିକାର କରିବାକୁ ଯାଇଥିଲ, ଶିକାର କରିବାକୁ ଯାଇଥିଲି ଗୋଟେ ପକ୍ଷୀ ଶିକାର କରୁ କରୁ ପକ୍ଷୀଟା ଉଡ଼ିଗଲା, ତମ ରାଗରେ ତାର 100ଟା ଛୋଟ ପିଲା ମାନେ ବସାରେ ଥିଲେ ତ ମାରି ପକେଇଲେ। ପକ୍ଷୀ ଯୋଉ ଉଡ଼ିଗଲା ସେ ରାଗ ହେଲା ତମ ଭିତରେ, ମାରିବା ପରେ ତମେ ଏଇ ଯୋଉ ପକ୍ଷୀ ଯୋଉ କଷ୍ଟଟା ପାଇଛି ତାର 100ଟା ସନ୍ତାନ ହରେଇକିରି ସେଇ ଭୋଗଟା ତମେ ଏବେ ଭୋଗୁଛ। ଧୃତରାଷ୍ଟ୍ର ପଚାରୁଛନ୍ତି ତ ମୁଁ ସାଙ୍ଗେ ସାଙ୍ଗେ ଭୋଗିଲି କାହିଁକି, 50 ଜନ୍ମ କାହିଁକି ଗଲା, ସାଙ୍ଗେ ସାଙ୍ଗେ ଭୋଗି ପାରିଥାନ୍ତି ନା କଣ? ସେତେବେଳେ କୃଷ୍ଣ କହିଲେ ଦେଖ ସନ୍ତାନ ଲାଭ କରିବାକୁ ହେଲେ ପୁଣ୍ୟ ଦରକାର, ତମର ଏମିତି କୌଣସି ପୁଣ୍ୟ ନଥିଲା ତମେ 100ଟା ପୁତ୍ର ଲାଭ କରିବ। ସେଥିପାଇଁ 100 ପୁତ୍ର ଲାଭ କରିବା ପାଇଁ ଯୋଉ ପୁଣ୍ୟ ସଞ୍ଚିତ ଦରକାର, ଯୋଉ ପୁଣ୍ୟ ବଳେ ତମେ 100 ପୁତ୍ର ଲାଭ କରିବ, ସେ ପୁଣ୍ୟ ଅର୍ଜନ କରିବାକୁ ତମ 50 ଜନ୍ମ ଲାଗିଯାଇଛି। କଣ ବୁଝିପାରିଲେ? ତାମାନେ ଏଇ ଯୋଉ 50 ଜନ୍ମ ଧରି ସେ ପୁଣ୍ୟ ଅର୍ଜନ କରିଛି, ଆମେ ଭାବୁଛେ ଗୋଟେ খুব ଭଲ ପୁଣ୍ୟ କରୁଛି ପୁଣ୍ୟ କରୁଛି ପୁଣ୍ୟ କରୁଛି ଭଲ ଲୋକ, କିନ୍ତୁ ପୁଣ୍ୟ କାହିଁକି ଅର୍ଜନ କରୁଛି, କାହିଁକି ଅର୍ଜନ କରୁଛି? ପାପ ଫଳ ଭୋଗ ସେ କରିବା, ପାପ ଫଳ ଭୋଗ କରିବା ପାଇଁ, 100 ପୁଅକୁ ହରେଇବା ପାଇଁ, 100 ପୁଅକୁ ସେ ହରେଇବ এই ଆଶାରେ ସେ ପୁଣ୍ୟ ଅର୍ଜନ କରୁଛି। এইଥିପାଇଁ ଭଗବାନ ତାକୁ ପୁଣ୍ୟ କରିବାକୁ ସୁଯୋଗ ଦେଇଛନ୍ତି, ତୁ ପୁଣ୍ୟ କରେ 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 ଏକାଶରେ ହରେଇବ, ବୁଝିପାରିଲ? ସେଥିପାଇଁ ଏଠି ଆମେ ବୁଝିପାରୁଛେ ଆମ ଜୀବନରେ ବହୁତ କିଛି ଘଟଣା ଘଟେ ଯୋଉଟା କି ହୁଏତ ଅନସିନ୍ ଟ୍ରୁଥ ଥାଏ, ପଛରେ ଗୋଟେ ଆଉ ଗୋଟେ ସତ୍ୟ ଥାଏ, ସେ ଯେଟା ଆମେ ଦେଖିପାରୁ, ସେ ଦେଖି ଯେତେ ପାରୁନୁ ବେଳେ ଭାବୁଛୁ ଏ ଗୋଟେ ଖରାପ ଲୋକ, ଏ ଗୋଟେ ଭଲ ଲୋକ, ଏ ଭଲ କାମ କରୁଛି ସେ ଖରାପ କାମ କରୁଛି, କିନ୍ତୁ ଭଲ ଆଉ ଖରାପର ସଂଜ୍ଞାଟା ଏଇଭାবে ହୁଏ ଏବଂ କର୍ମ ଫଳ ବି ସେଭାবে ହୁଏ। ସେ କର୍ମ ଫଳ କଥା କୁହାହଉଛି ଯେ ଆମେ ପ୍ରଚେଷ୍ଟା କରୁ, କୌଣସି କର୍ମ କରୁ, କର୍ମ ଫଳଟା କେମିତି ପାଉ ନା ଏଇ ଜନ୍ମର କର୍ମ, এই প্রচেষ্টা যা আমি করছে প্লাস গত জন্মের প্রারব্ধ কর্ম, গত জন্ম তা আগের জন্ম তা আগের জন্ম কর্ম ফল আছে, সেই ফলর যে ইফেক্ট আমি বুঝতে পারছেন না বুঝবার না, সেই কর্মের ইফেক্টটা এটা এই মো কর্মটা মানে প্রভাবিত করে। ମୁଁ ଆଜି ହୁଏତ ମାନେ କିଛି ଖାଇନି, କିନ୍ତୁ କାଲି ଯୋଉ ଖରାପ ଜିନିଷ ଖାଇଥିଲି ତାପରେ ମୁଁ ଆଜି ପେଟ ଖରାପ ହେଇଛି। ମୁଁ କହିବି ନା ମୁଁ ଆଜି ତ କିଛି ଖାଇନି, আর ହବନି। ତମେ ଏତେ ଦିନ ସିଗାରେଟ ପିଇଛ, ବର୍ତ୍ତମାନ ତମ କ୍ୟାନ୍ସର ହେଇଛି, କିଛି କରିବାର ନାହିଁ। ସିଗାରେଟ 10 ବର୍ଷ ହେଲା ପିଲା ବେଳକୁ ସିଗାରେଟ ଆଣୁଥିଲ ଭଲ ଲାଗୁଥିଲା, କ୍ୟାନ୍ସର ହେଲା ଭାବୁଛ ନା ମୁଁ ସିଗାରେଟ ଛାଡ଼ି ଦେଇଛି, ମାସେ ହେଲା ଛାଡ଼ି ଦେଇଛି, ମାସରେ ଛାଡ଼ିଲେ ହବ? 10 ବର୍ଷ ପିଇଛ ଇଫେକ୍ଟ ଆସିବନି? ମୁଁ ଏବେ ମଦ ଛାଡ଼ି ଦେଇଛି, ଏତେ ଦିନରେ ମଦ ପିଇଛ, ଲିଭର କଣ୍ଡମ ହେଇଯାଇଛି, କିଛି କରିବାର ନାହିଁ। 10 ବର୍ଷ ମଦ ପିଇ 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 ମୁଁ ଲିଭର ଶେଷ କରିଦେଇଛି, ଏବେ ଚାହିଁଲେ କିଛି କରିବାର ନାହିଁ, ମଦ ଛାଡ଼ିଲେ ମୋର ଲିଭର ଭଲ ନାହିଁ। କଣ ବୁଝିପାରୁଛ? ঠিক ସେଇଭଳିଆ ଆମ ପ୍ରଚେଷ୍ଟା ସାଙ୍ଗରେ ପୂର୍ବଜନ୍ମର କର୍ମଫଳ ମିଶ୍ରିତ ହେବ। ଏବଂ ଥାର୍ଡ ପଏଣ୍ଟ ହେଉଛି ଭଗବାନଙ୍କର ଇଚ୍ଛା। କଣ ବୁଝିଲେ? କର୍ମ ପ୍ଲସ୍ ପୂର୍ବଜନ୍ମ କର୍ମଫଳ ପ୍ଲସ୍ ଭଗବାନଙ୍କର ଇଚ୍ଛା, এই তিনটা যোগ হওয়া পরে হব কোন ফল, যাহা ফল আমি প্রাপ্ত করিবা। কম বুঝিপারলে? আমি গোটে কর্ম করা পরে যে ফল আমি পাচ্ছি, সে ফলটা কেমতি পাইবা?
তিনটা জিনিস এফেক্ট করছে কোন কোন এই জন্মের কর্ম পূর্ব জন্মের কর্ম পূর্ব জন্ম জন্মান্তরে মানে গোটিয়ে জন্ম নয় কর্ম এবং ভগবানের ইচ্ছা ভগবানের ইচ্ছা নহলে কিন্তু হবনি এই কর্মফଳ ওইটা যেটা অঙ্কুরিতম হইପାରିବନି ତା ଫଳ ପ୍ରଦାନ କରିପାରିବନି ଯେପର୍ଯ୍ୟନ୍ତ ଭଗବାନ ଚାହିଁବେ ଏଥିପାଇଁ କୁହା ହଉଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ ଯେ ଭଗବାନ ରକ୍ଷା କରିବାକୁ ଚାହିଁବେ ସବୁ କର୍ମଫଳ ଧୂଳିସାତ କରିଦେଇପାରନ୍ତି ଏମିତି ନୁହଁ ଯେ ଭୋଗିବାକୁ ପଡ଼ିବ ତାମାନେ ଏଠି ବୁଝି ହେଉଛି ଯେ ଆମମାନଙ୍କର ଯାହା କିଛି ଫଳ ଆମେ ପାଉଛେ ସେ ଫଳ ପାଇବା ପଛରେ ଆମେ ଯାହା କିଛି ଚେଷ୍ଟା କରୁଛେ এই চেষ্টাটা প্রচেষ্টাটা একমাত্র কারণ নয় কজ ইজ নট ইফেক্ট কর্ম আর ফল দুটা সমান নয় বুঝলেন এইଥିପାଇଁ ଯେତେବେଳେ ଆପଣ ଏଇଠି ଭଗବାନ କହୁଛନ୍ତି କର୍ମଣ୍ୟ ବାଧିକାରସ୍ତୁ ମା ଫଳସ୍ୟ କଦାଚିତ୍ କର୍ମ କର ଫଳ ଆଶା କରନି ଆଶା କରନି ମାନେ କ'ଣ ଫଳ ଆମେ ଆଶା କରିପାରିବା କିନ୍ତୁ ଆମେ ଜାଣିବାକୁ ପଡ଼ିବ ଫଳଟା କାହା ଦ୍ୱାରା ପ୍ରଭାବିତ ହେଉଛି